40 ଲକ୍ଷରେ ନିର୍ମିତ ଶୌଚାଳୟ 40 ସେକେଣ୍ଡ ପାଇଁ ମଧ୍ୟ ଲୋକଙ୍କ କାମରେ ଆସିଲାନି। ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିରେ ଦୁର୍ନୀତି ଥମିବାର ନାଁ ନେଉନି। ଫଲ୍ସ ବିଲ୍ ଓ ଅତ୍ୟଧିକ ପିସି କାରବାର ଚାଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେଉଛି। କିଛି କାଉନସିଲର ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି କୋଦଳା ପୁରୁଣା ମାଛ ବଜାର ନିକଟରେ ସାଧାରଣ ଲୋକମାନଙ୍କ ପାଇଁ 4ଟି ଶୌଚାଳୟ ଓ ବି ନୂଆପଲ୍ଲୀରେ 7ଟି ଓ ଗୌରଦେଇପୁରରେ 7ଟି, ଯାହାର ଅଟକଳ ମୂଲ୍ୟ ପ୍ରାୟ 40 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ, ଦୀର୍ଘ 1.5 ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା। ହେଲେ ବର୍ତ୍ତମାନ ତାହା ଭଙ୍ଗାଦଦରା ଅବସ୍ଥାରେ ପଡ଼ି ରହିଛି। ଜନସାଧାରଣଙ୍କ ସୁବିଧା ପାଇଁ ସ୍ମାର୍ଟ ଶୌଚାଳୟ ସରକାରଙ୍କ ପାଣ୍ଠିରୁ ପ୍ରାୟ 40 ଲକ୍ଷ ବିନିମୟରେ ନିର୍ମାଣ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଭାଗ ଛିଡ଼ିଗଲାଣି କିନ୍ତୁ ଲୋକଙ୍କ କାମରେ ଲାଗିପାରୁନି। ପ୍ରକାଶ ଥାଉକି ଏହି କାମକୁ ବାହାର ରାଜ୍ୟର କୌଣସି ଏକ ଠିକାଦାରଙ୍କୁ କରିବା ପାଇଁ ଦେଇଥିଲେ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ। ଯାହା ଶୁଣିବାକୁ ମିଳିଛି, ଏହି କାମରୁ ପ୍ରାୟ 50 ଭାଗ ପିସି କାରବାର ହୋଇଛି। ଯାହା ଶୁଣିବାକୁ ମଧ୍ୟ ମିଳୁଛି, ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଓ ଅନ୍ୟ କର୍ମଚାରୀମାନେ ଅତ୍ୟଧିକ ପିସି ନେଇଥିବା ଯୋଗୁଁ ଏଭଳି ନିମ୍ନମାନର କାମ ହେଉଛି। ଖାଲି ଏତିକି ନୁହେଁ, ବିଭିନ୍ନ ସମୟରେ ଗୋଟିଏ କାମକୁ ଦୁଇ ଥର ସର୍ଟ ଟେଣ୍ଡର ବାହାର କରି ଟଙ୍କା ଆତ୍ମସାତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାର ମାଷ୍ଟର ମାଇଣ୍ଡ ଖୋଦ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବୋଲି ଆଲୋଚନା ଜୋର ଧରିଛି। ଏହି ଏନ୍ଏସିରେ ହେଉଥିବା ଦୁର୍ନୀତିକୁ ନେଇ କାଉନସିଲର ଭଗବାନ ପାଢ଼ୀ ଆର୍ଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ ମଧ୍ୟ ତଥ୍ୟ ଦେଉନାହାନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଏନେଇ ଶ୍ରୀ ପାଢ଼ୀ କହିଛନ୍ତି, ଏବେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ କୋଦଳା ଏନ୍ଏସିରେ ହେଉଥିବା ବିଭିନ୍ନ ଦୁର୍ନୀତି ଉପରେ ପିଟିସନ ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତ ନୀରବ ହୋଇ ଲୋକଙ୍କ ସରକାର କହୁଥିବା ମୋହନ ସରକାର ମଧ୍ୟ କାହିଁକି ନୀରବତା ଅବଲମ୍ବନ କରିଛନ୍ତି, ସାଧାରଣରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ଧନୁଷ ଏକ୍ସପ୍ରେସ।